କହିବା କଥା ହଉଛି ଆଇଡିଓଲୋଜି ସହିତ କାମ କରୁଛି, ଆଇଡିଓଲୋଜି ସହିତ କାମ କରି ଆଜି ଏ ଅବସ୍ଥା ଭୋଗୁଛି। ଆଜି ସିବିଆଇ ଯୋଉ କହୁଛନ୍ତି ଡକାୟତ, ଆଜି ଯାହା ଘର ରେଡ୍ କଲା ବେଳକୁ ପଇସା ଆସୁଛି ବାହାରୁଛି। ସିବିଆଇ ହାଇଏଷ୍ଟ ତଦନ୍ତକାରୀ ସଂସ୍ଥା ରେଡ୍ କରିଥିଲା କଣ ଆସ ଏମିତି ଏକ ଘଟଣା ଘଟିଛି, କାଲି ହେଇଛି। ତେଣୁ ସେ ସମ୍ପର୍କରେ ବସି ଲୋକ ସେବା କରିବା ହଉଛି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇନାହିଁ। କୌଣସି ଦଳ କୌଣସି କଣ କଥା ଏ ନିଷ୍ପତ୍ତି ନାହିଁ। କାଲି ଘଟଣା ଘଟିଛି, ଆପଣ ମାନେ ଆସିଛନ୍ତି। ତେଣୁ ସେ ସମ୍ପର୍କରେ ଯାହା ଲୋକେ ନିଷ୍ପତ୍ତି ନିଅନ୍ତି ଏଠି ହୁଏ। ଆପଣ କହୁଥିଲେ ଭେଟିବେ ବା ପତ୍ର ଲେଖିବେ ଆଉ ଲେଖିବା କଣ, ତ ଆଗୁଆ କରିଦେଇଛନ୍ତି। ଆଉ ମୁଁ ତାକୁ ଲେଖିବି କାଲି କହିଲି ବୋଲି ସେ ଆଗୁଆ କରିଦେଲେ। ମୁଁ ଏବେ ସେ କଥାର ନାହିଁ। ଏବେ କେମିତି ଏଇ ଯୋଉ ଚକ୍ରାନ୍ତକାରୀ ଗୋଷ୍ଠୀ ଚକ୍ରାନ୍ତ କରି ଏସବୁ କଥା କରିଛନ୍ତି, ଏବେ ସେ କଥା କରୁଛି। ଆହୁରି ଭଲ ଭାବରେ କରିବି, ଭଲ ଭାବରେ ସେମାନେ ମୁଁ ଦେଖେଇଲି ଆପଣମାନଙ୍କୁ ଦେଖେଇ ସାରିଲେଣି।